ରାତି ପାହିଯାଏ ହେଲେ ପଲକ ପଡ଼େନି। ସକାଳ ହୁଏ କିନ୍ତୁ ମନ ମାନେନି। ଯାହାଙ୍କ ସଂଳାପ ଓ ଅଭିନୟର ଯାଦୁରେ ପିଲାଠୁ ବୁଢ଼ା ସମସ୍ତେ ମତୁଆଲା। ଆଉ ତାଳିରେ ଉତ୍ସାହିତ ବି କରନ୍ତି। ଦର ଯାହା ହେଉ, ଯାହା ପାଇଁ ଟିକଟ କିଣି ନାଟକ ଦେଖନ୍ତି, ଆଜି ତାଙ୍କୁ ସମସ୍ତେ ହାତ ଠାରି ଡାକୁଛନ୍ତି। କହୁଛନ୍ତି, ନା ଭାଇ, ତୁ ଆଉ ଆମକୁ ଛାଡ଼ି ଯାଆନା। ହଁ, ଆପଣ ଅନୁମାନ କରିପାରୁଥିବେ ଆମେ କାହା କଥା କହୁଛୁ। ଆମେ କହୁଛୁ ଯାତ୍ରା ଜଗତର ଚର୍ଚ୍ଚିତ ନାୟକ, ଖଳନାୟକ ତଥା ମୋଷ୍ଟ ୱାଣ୍ଟେଡ୍ ପୀୟୁଷ ତ୍ରିପାଠୀଙ୍କ କଥା। ନିକଟରେ ସେ ବିଦାୟ ଯାତ୍ରା ବର୍ଷର ଶେଷ ନାଟକରେ ଅଭିନୟ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ହେଲେ ଆଖିରେ ଜକେଇ ଆସିଛି ଲୁହ। ପ୍ରିୟ କଳାକାରଙ୍କ ଶେଷ ନାଟକ ପରେ ବର୍ଷକ ପାଇଁ ଦୂରେଇବାକୁ କେହି ବି ଚାହୁଁନାହାନ୍ତି। କିଛି କଳାକାର ତ ପାର୍ଟି ମ୍ୟାନେଜରଙ୍କୁ ଅନୁରୋଧ କରି କହିଛନ୍ତି ପୀୟୁଷଙ୍କୁ ଯାତ୍ରାରେ ରଖିଦିଅନ୍ତୁ, ସେ ସୁସ୍ଥ ହୋଇଗଲେଣି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଜମୁଝରିଠାରେ ବିଦାୟ ଯାତ୍ରା ଋତୁର ଶେଷ ରାତ୍ରି ସୂର୍ଯ୍ୟ ମନ୍ଦିରର ନାଟକ ମଞ୍ଚସ୍ଥ ହୋଇଥିଲା। ତେବେ ନୂଆ ଯାତ୍ରା ଋତୁ 2025-26 ପୂର୍ବରୁ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ପୀୟୁଷ। ଯାତ୍ରା ସିଂହ ବାହିନୀରେ ଅନୁବନ୍ଧିତ ହେବେ ବୋଲି ପ୍ରାୟ 70 ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍ ନେଇଥିଲେ। ସେପଟେ ସୂର୍ଯ୍ୟ ମନ୍ଦିରରେ 2025-26 ଯାତ୍ରା ଋତୁରେ ମଧ୍ୟ ରହିବେ ବୋଲି ଏଗ୍ରିମେଣ୍ଟ କରି ପ୍ରାୟ 70 ଲକ୍ଷ ଟଙ୍କା ନେଇଥିବା କଥା ସାମ୍ନାକୁ ଆସିଥିଲା। କଥା ହେଉଛି ଯାତ୍ରାଟା ଶ୍ରୀମନ୍ଦିରରେ ବହୁତ କଥା ଅଛି। ଯଦି ଶାଲବେଗର କଥା ଅଛି, ଚୈତନ୍ୟଙ୍କ କଥା ଅଛି, ଭକ୍ତ ଦାସିଆ ବାବୁର କଥା ଅଛି, କଳାପାହାଡ଼ କଥା ସମ୍ପୂର୍ଣ୍ଣ ଭାବରେ ହେଉଛି ନେଗେଟିଭ୍। ଏଠି କଳାପାହାଡ଼ ହେଇକି ସେ ଯାତ୍ରାକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ପୀୟୁଷ ମୋ ସାଙ୍ଗରେ ରହିବ, ନିଶ୍ଚିନ୍ତ ଭାବରେ ରହିବ। ମାଲିକ ମାନେ ରାଜି ହେଲେ ମୁଁ କାହିଁ ଯାତ୍ରା କରିବି? ଯାତ୍ରା କରିବି। ଆଜି ଯେହେତୁ ମାଲିକ ମାନେ ମୁହଁ ବୁଲେଇ ଦେଇଛନ୍ତି, ସେଥିପାଇଁ ମୁଁ କୌଣସି ମୋର ମନ୍ତବ୍ୟ ରଖିପାରୁନି। ତଥାପି ହାତ ଯୋଡ଼ି ଅନୁରୋଧ କରିବି, ମୋ କଥାଟିକୁ, ମୋ କଳାକାର ଭାଇ ଭଉଣୀମାନଙ୍କ କଥାଟିକୁ ଗୁରୁତ୍ୱ ଦେଇ ମାଲିକ ସଂଘ ନିହାତି ୟା ଉପରେ କିଛି ନିଷ୍ପତ୍ତି ଜଣାଇବେ। ଆଉ ଯାହା ଜଣାଇବେ ସକାରାତ୍ମକ ଭାବରେ ଜଣାଇବେ। ସୂର୍ଯ୍ୟ ମନ୍ଦିରରେ ରହିବା ପାଇଁ ମଧ୍ୟ ମୋର ଚେଷ୍ଟା ଥିଲା, କିନ୍ତୁ ଯେହେତୁ ଏ କାରଣ ପାଇଁ ରହିପାରିନି, ତେଣୁ ଆଶା କରିବି ଉପଯୁକ୍ତ ବିଚାର କରି ସୂର୍ଯ୍ୟ ମନ୍ଦିରରେ ରଖିବା। ଏହାକୁ ନେଇ ଯାତ୍ରା ଜଗତରେ ବଡ଼ ହଇଚଇ ସୃଷ୍ଟି ହୋଇଥିଲା। ଏଥିପାଇଁ ଅନେକ ସମାଲୋଚନାର ଶିକାର ବି ହୋଇଥିଲେ ପୀୟୁଷ। ବିବାଦ ସମାଧାନ ହେବା ପରେ କିନ୍ତୁ ପୀୟୁଷ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନୂଆ ଯାତ୍ରା ଋତୁରେ ନାଟକ କରିବେ ନାହିଁ ବୋଲି ଘୋଷଣା କରିଥିଲେ, ଯାହାକି ଯାତ୍ରା ପ୍ରେମୀଙ୍କୁ ନିରାଶ କରିଥିଲା। ବ୍ୟୁରୋ ରିପୋର୍ଟ, ଜିଲ୍ଲା ଖବର।